ବାଣ ଫୁଟା ତ ସମସ୍ତେ ଯାଇଥାନ୍ତି, ମୁଁ ବି ଯାଇଥିଲି ମୋର ଏକ୍ଜାମ ଭଲ ପାଇଁ, ମାର୍କ ଭଲ ପାଇଁ, ତ ମୋର ସେଟା ପୂରଣ ହେଇଛି। ଆଉ ଭଗବାନ ମୋ ଡାକ ଶୁଣିଛନ୍ତି। ତେବେ ଏଇଠିକି ଆସିବାର ସୁଯୋଗ ପାଇନଥିଲି, ପ୍ରଥମ ଥର ଆଜି ଆସିଛି, ଯୋଉଟା କି ଆଜି ମୋ ମାନସିକ ପୂରଣ ହେଇଥିବାରୁ ଆଜି ଠାକୁରଙ୍କୁ ବାଣ ଫୁଟା ନିହାତି ଦେବି। ଆଜି ପ୍ରଥମ ଥର ଏଠିକି ଆସିଛି, ମାନେ ଏଇ ଶ୍ରୀରାମ ନବମୀ ଉତ୍ସବ ଅବସରରେ। ଆଗରୁ ଆସି କିନ୍ତୁ ନବମୀରେ କେବେ ଆସିନି, ତ ବହୁତ ଭଲ ଲାଗୁଛି। ଠାକୁରଙ୍କୁ ଦର୍ଶନ ବି କଲୁ, ଭିଡ ତ ଅଛି ନିହାତି, ଟିକେ ରହିବ ବି ଗହଳି ଆଜି। ଆଉ ବହୁତ ଭଲ ଲାଗୁଛି, ଆମେ ସବୁ ଓଷା ବି କରିଛୁ। ମୋ ନାଁ ପୂଜା, ମୁଁ ଆସିଛି ଆମ ସାଲେପୁର ବେଦେଇରୁ ଆସିଛି। ମୁଁ ଠାକୁରଙ୍କ ପାଖକୁ ଆସିଛି, ଆଉ ଠାକୁରଙ୍କୁ ଆସି ମୁଁ ନିଜକୁ ଏତେ ଏତେ ଅନୁଭବ କରୁଛି ଯେ ମୁଁ କେବେ ବି ଏମିତି କୋଉ ଜାଗାରେ ଏମିତି ଏତେ ଅନୁଭବ ଫିଲ୍ କରିନି। ମୁଁ ଅଶୋକ ମହାପାତ୍ର, ଜଣେ ଶ୍ରଦ୍ଧାଳୁ। ପ୍ରତିବର୍ଷ ଆମେ ଆସୁ ଅସୁରେଶ୍ୱର ରଘୁନାଥ ମନ୍ଦିରକୁ। ଏହା ପ୍ରସିଦ୍ଧ ମନ୍ଦିର। ଓଡିଶାର କୋଣ ଅନୁକୋଣରୁ ବହୁ ଭକ୍ତ ଶ୍ରଦ୍ଧାଳୁ ଏଠିକି ଆସିଥାନ୍ତି ପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ। ଆଉ ମହାପ୍ରଭୁ ରାମଚନ୍ଦ୍ରଙ୍କର ସ୍ୱତନ୍ତ୍ର ଜନ୍ମ ନୀତି ନିର୍ଘଣ୍ଟ ସବୁ କରାଯାଇଥାଏ। କିପରି ରାମଙ୍କର ଜନ୍ମ ଆମର ଆଜି ରାତି 12ଟା ବେଳେ, ଯୋଉ ଦିନ 12ଟା ବେଳେ ହବ, ସେଥିପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ବୈଦିକ ବ୍ରାହ୍ମଣ ମାନେ ତାର ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରିବେ। ଆଉ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି। ଆଉ ଏଠୁ ଏଇ ଯୋଉ ଅସୁରେଶ୍ୱର ପୀଠ, ଆର ଗୋଟେ ସ୍ୱତନ୍ତ୍ର ରହିଛି। ଓଡିଶାରେ ଯେମିତି ଆଳିରାଜା ଝୁଲଣ, ଅସୁରେଶ୍ୱର ରାମନବମୀ ଗୋଟେ ପୌରାଣିକ କିମ୍ବଦନ୍ତୀ ମଧ୍ୟ ରହିଛି। ତେଣୁ ଏଇ ଅଞ୍ଚଳଟା ଏଇ ସାରା ଓଡିଶାରେ ପ୍ରସିଦ୍ଧ ଲାଭ କରିଛି। ଏଇଟା ସ୍ୱତନ୍ତ୍ରତା, ଯୋଉଠି ରଘୁନାଥଙ୍କର ଭୋଗ ହଉଛି ବାଣ। ମାନସିକଧାରୀ ମାନେ ବର୍ଷ ସାରା ମାନସିକ କରିଥାନ୍ତି। ଆଉ ଯେତେବେଳେ ଦାଣ୍ଡକୁ ବାହାରିବେ ପ୍ରଭୁ, ଯେମିତି ଜଗନ୍ନାଥ ପୁରୀରେ ଦାଣ୍ଡକୁ ବାହାରନ୍ତି, ସେମିତି ରଘୁନାଥ ମଧ୍ୟ ଦାଣ୍ଡ ବିଜେ କରନ୍ତି। ଦାଣ୍ଡ ବିଜେ କଲାବେଳେ ସ୍ୱତନ୍ତ୍ର ନୀତି ରହିଥାଏ। ଆଉ ମାନସିକ ମାନେ ଧାରୀ ମାନେ ଅପେକ୍ଷା କରିଥାନ୍ତି କୋଉ ଦିନ ଦାଣ୍ଡ ଯାତ୍ରା ପଡିବ, ସେ ମାନସିକ ଭାବେ ବାଣ ହିଁ ଉପହାର ଦେବେ ତାଙ୍କୁ। ଆଉ ଏଠି ଟ୍ରଷ୍ଟ ବୋର୍ଡ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ ମାନସିକ ଧାରୀ ମାନେ ଭୋଗ, ଯୋଉ ବାଣ ଭୋଗ ଦେବେ, ସେଠି ପତ୍ର କରିଦେଲେ ଆଗାମୀ ଦିନରେ ସେମାନେ ସୁରୁଖୁରୁ ଭାବେ ବାଣ ଫୁଟାଇ ପାରିବେ।